ସବୁ ଗୋଟେ ପଟେ ମା ଗୋଟେ ପଟେ, ଆଉ ମାର କୋଳ ମାର ପଣତକାନି ତାର ତୁଳନା ନାହିଁ। ମାନେ ଆଜିକା ଡେଟ୍ରେ ଏ ମିଛ ମାୟା ସଂସାରରେ ଏକୁଟିଆ ବଞ୍ଚିବା ଶିଖିବା। କାହିଁକି ନା ଏ ଛୋଟ ମାଙ୍କଡ଼ର ଭିଡ଼ିଓକୁ ଦେଖିଲେ ସମସ୍ତେ ନିଜକୁ ସେ ଜାଗାରେ ତୁଳନା କରୁଛନ୍ତି ଯେ ଏମିତି ବି ସମୟ ଆସିବ ନିଜ ଲୋକ ବି ଚିହ୍ନିକି ନ ଚିହ୍ନା ବୋଲେ ବ୍ୟବହାର କରିବେ। ଏତେ ଦୁଃଖ ଲାଗୁଛି, ଗୋଟେ ଛୋଟ ମାଙ୍କଡ଼ଟି ମାର ସ୍ନେହରୁ ବଞ୍ଚିତ ହେଉଛି। ଆଉ କେତେ ହୃଦୟ ବିଦାରକ ଦୃଶ୍ୟ ଆପଣ ଦେଖିପାରୁଥିବେ ଯେ ଅନ୍ୟ ମାଙ୍କଡ଼ମାନେ ତାକୁ ଟାଣି ଘୋଷାରି କେତେ କଷ୍ଟ ଦେଉଛନ୍ତି, ଫିର୍ ବି ସିଏ ଫେରି ଯାଉଛି ସେଇ ପ୍ଲାଷ୍ଟିକ ଖେଳନା ପାଖକୁ, ଭାବୁଛି ଏଇ ହେଉଛି ମୋ ମା, ଇଏ ମୋତେ ବଞ୍ଚେଇବ। ଯେମିତି ପ୍ରତ୍ୟେକ ଛୁଆଙ୍କର ମାନେ ମାର ପଣତକାନି ମାର କୋଳ ସବୁଠୁ ସେଫ୍ ଜାଗା, ସିଏ ଭାବୁଛି ସେ ଖେଳନାଟିକୁ ପୁରା ସେଫ୍। ଏବେ ମାଙ୍କଡ଼ଟିର ପରିସ୍ଥିତିରେ ଧୀରେ ଧୀରେ ବଦଳିବାରେ ଲାଗିଛି। ତାକୁ ଅନ୍ୟ ୱାର୍ଡ଼କୁ ବା ଯେଉଁ ସେଲ୍ ଥାଏ ଅନ୍ୟ ମାଙ୍କଡ଼ ପ୍ରଜାତିରେ ଛଡ଼ାଯାଇଛି। ଧୀରେ ଧୀରେ ସେ ଇମ୍ପ୍ରୁଭ୍ କରୁଛି, ଧୀରେ ଧୀରେ ସେମାନଙ୍କ ସାଙ୍ଗରେ ସେ ମିଶିବା ଆରମ୍ଭ କଲାଣି। ଭଗବାନ କରନ୍ତୁ ସେ ପୁଣି ଭଲେ ସେ ଅନ୍ୟ ପ୍ରଜାତି ହୁଅନ୍ତୁ କିନ୍ତୁ ମିଶିକି ରହୁ, ଆଉ ସମସ୍ତେ ତାକୁ ଆଦର କରନ୍ତୁ। ଜୀବନରେ ଏକୁଟିଆ ବଞ୍ଚିବା ଶିଖିବାକୁ ହବ ବନ୍ଧୁ। କାହିଁକିନା ଏଠି କିଏ କେତେବେଳେ ତମ ପ୍ରତି ଭଲ ପାଇବା ଆଉ ତମକୁ ଗ୍ରହଣ କରିବା ବନ୍ଦ କରିଦେବ କିଛି କହିହେବନି। ଯେଉଁଟାକି ଏଇ 20-25 ସେକେଣ୍ଡର ଭିଡ଼ିଓରେ ଗୋଟେ ଛୋଟ କୁନି ମାଙ୍କଡ଼ ଛୁଆଟି ମାନବ ସମାଜକୁ ଦେଖେଇଦେଲା କେତେ ହୃଦୟ କଷ୍ଟ ପାଉଥିବ ସେ ଛୁଆଟିର। ଯିଏ ଜନ୍ମ ଦେଲା ସେ ତାକୁ ଗ୍ରହଣ କରୁନି।